ଆଜି ମୁଁ ଉପରାଷ୍ଟ୍ରପତି ନିର୍ବାଚନ ବିଷୟରେ ଆଲୋଚନା କରିବି। ଓଡ଼ିଶାର ମୁଖ୍ୟ ଦଳ ବିଜେଡି କାହିଁକି ଭୋଟ ଦେବାରୁ ଦୂରେଇ ରହିଛି? ଏହି ନିଷ୍ପତ୍ତିରେ ରାଜନୈତିକ ପ୍ରଭାବ କ'ଣ? ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଦଳ ବିଜୁ ଜନତା ଦଳ ଅର୍ଥାତ୍ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛି। ଦଳର ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀରେ ବରିଷ୍ଠ ନେତା ଏବଂ ରାଜନୈତିକ ବ୍ୟାପାର କମିଟି ସହିତ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଥିଲେ। ବିଜେଡି କହିଛି ଯେ ଉଭୟ ପ୍ରମୁଖ ମେଣ୍ଟ ଯେମିତିକି ଏନ୍ଡିଏ ଏବଂ ଇଣ୍ଡିଆ ବ୍ଲକ ଠାରୁ ସମାନ ଦୂରତା ବଜାୟ ରଖିବ। ଏହି ନିଷ୍ପତ୍ତି ନେବାର କାରଣ ଯେ ଦଳର ଧ୍ୟାନ ଓଡ଼ିଶାର 4.5 କୋଟି ଲୋକଙ୍କ ବିକାଶ ଏବଂ କଲ୍ୟାଣ ଉପରେ ରହିବ। ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଆମର ପ୍ରାଥମିକତା ହେଉଛି ଲୋକଙ୍କ ସ୍ୱାର୍ଥ ଉପରେ ରହିବ, ଜାତୀୟ ରାଜନୀତିର ମେଣ୍ଟ ଉପରେ ନୁହେଁ। ଏତେ ବଡ଼ ନିଷ୍ପତ୍ତି କାହିଁକି ନିଆଗଲା? ଏହି ନିଷ୍ପତ୍ତି ପଛରେ ଥିବା କାରଣ କ'ଣ? କାରଣ ହେଉଛି ବର୍ତ୍ତମାନ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଗତ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିନଥିଲା ଏବଂ ଏହି ଦଳ ଭିତରେ ମତଭେଦ ରହୁଥିଲା। ଏଥିରେ ଅନେକ ବରିଷ୍ଠ ନେତା ଏନ୍ଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ଚାହୁଁଥିଲେ, କିନ୍ତୁ ଶେଷ ନିଷ୍ପତ୍ତି ନବୀନ ପଟ୍ଟନାୟକଙ୍କ ଉପରେ ଛାଡ଼ି ଦେଇଥିଲେ। ଏହା ଉପରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ କହିଛନ୍ତି ଯେ ବିଜେଡିର ଏହି ନିଷ୍ପତ୍ତି ଏନ୍ଡିଏ ପ୍ରାର୍ଥୀଙ୍କୁ ପରୋକ୍ଷ ଲାଭ ଦେଇପାରେ। ପ୍ରାର୍ଥୀମାନେ କିଏ? ପ୍ରାର୍ଥୀ ହେଉଛନ୍ତି ଏହି ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ସିପି ରାଧାକୃଷ୍ଣଙ୍କୁ ପ୍ରାର୍ଥୀ କରାଯାଇଛି, ଯେତେବେଳେ ବିରୋଧୀଙ୍କ ଇଣ୍ଡିଆ ବ୍ଲକ ବିଚାରପତି ଅବସରପ୍ରାପ୍ତ ପି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ବିଜେଡି କାହିଁକି ଭୋଟ ଦେବାରୁ ବିରତ ନେଲେ? ଦଳ ଭିତରେ କାହାକୁ ସମର୍ଥନ କରିବେ ସେ ବିଷୟରେ ଗୋଟିଏ ବଡ଼ ବିବାଦ ମଧ୍ୟ ରହିଥିଲା, କିନ୍ତୁ ଭୋଟ ନ ଦେବା ପାଇଁ ଏହି ରଣନୈତିକ ନିଷ୍ପତ୍ତି ନିଆଗଲା। ଏହି ଦଳର ସ୍ୱାଧୀନ ପରିଚୟ ବଜାୟ ରଖିବ ଆଉ ଏହା ଗୋଟିଏ ବଡ଼ ପ୍ରୟାସ ଭାବରେ ବିବେଚନା କରାଯିବ। ଏହି କାରଣରୁ ବିରୋଧୀ ଦଳ ବିରୋଧରେ ପରିବେଶ ସୃଷ୍ଟି କରିବାର ସୁଯୋଗ ପାଇଲେ ନାହିଁ। ଯଦି ଆମେ ଅତୀତର ରେକର୍ଡ ଦେଖିବା, ଟିକିଏ ଇତିହାସ ଉପରେ ନଜର ପକାଇବି। ଯେତେବେଳେ ବିଜେଡି 2012 ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏହିଭଳି ବିରତ ନେଇଥିଲା ଆଉ ଭୋଟ ଦାନରେ ଅଂଶଗ୍ରହଣ କରିନଥିଲା। ଆଚ୍ଛା, ଏହି ନିଷ୍ପତ୍ତି କାହା ପାଇଁ ଲାଭଦାୟକ? ଏଠି ଆମେ କହୁଛୁ ଯେ ଭୋଟ ଦାନରୁ ଦୂରେଇ ରହିବା ଦ୍ୱାରା ଏନ୍ଡିଏ ପ୍ରାର୍ଥୀଙ୍କ ସଂଖ୍ୟା ଦୃଷ୍ଟିରୁ ସାମାନ୍ୟ ଫାଇଦା ମିଳିପାରେ, ଯେମିତିକି ଏହା ବିଜେଡିକୁ ଏକ ନିରପେକ୍ଷ ଏବଂ ସ୍ୱାଧୀନ ଦଳର ଭାବମୂର୍ତ୍ତି ଭଳି ବଜାୟ ରଖିବାରେ ଲାଭଦାୟକ ହେବ। କାରଣ ବିଜେଡି ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ଏହାର ପ୍ରଭାବ ନିଶ୍ଚିତ ଭାବରେ ଓଡ଼ିଶା ରାଜନୀତି ଉପରେ ଦେଖାଯିବ। ଉପରାଷ୍ଟ୍ରପତି ନିର୍ବାଚନରେ ନିରପେକ୍ଷ ରହିବା କ'ଣ ବିଜେଡିର ସଠିକ୍ ନିଷ୍ପତ୍ତି? ଏହି ନିର୍ବାଚନ ଫଳାଫଳ କିମ୍ବା ରାଜନୀତି ଉପରେ କୌଣସି ପ୍ରଭାବ ପକାଇବ କି? ଆପଣଙ୍କ ମତ କ'ଣ? ଆମକୁ କମେଣ୍ଟରେ ଆପଣଙ୍କ ମତାମତ ସେୟାର କରନ୍ତୁ। ବର୍ତ୍ତମାନ ପାଇଁ ଏତିକି। ରହିଲି, ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ। ଦେଖୁଥାନ୍ତୁ ନଟ୍ ଟାଇମ୍ ଟିଭି। ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ଖବର।